ଜୀବନରେ ସେହି ମଣିଷ ଖୁସିରେ ରହିଥାଏ ଯିଏ ନିଜ କର୍ମରେ ବ୍ୟସ୍ତ ଥାଏ। ଦୁଃଖୀ ସେହି ମଣିଷ ହୋଇଥାଏ ଯିଏ ଅନ୍ୟର ଖୁସି ଆଉ ସଫଳତାକୁ ଦେଖି ଈର୍ଷାରେ ଜଳିଥାଏ। ଏ ଦୁନିଆରେ କିଛି ଭାଙ୍ଗୁ କି ନ ଭାଙ୍ଗୁ, ଗର୍ବ ଆଉ ଅହଙ୍କାର ତ ନିଶ୍ଚୟ ଭାଙ୍ଗିଥାଏ। କାରଣ ସମୟର ଚକ୍ରବ୍ୟୂହ କାହାକୁ ଛାଡ଼ି ନଥାଏ। ଜୀବନରେ ଏକା ଚାଲିବା, ଏକା ଲଢ଼ିବା ଆଉ ଏକା ବଢ଼ିବାର ସାହସ ରଖନ୍ତୁ। କାରଣ ଆଜିର ଦୁନିଆରେ ଜ୍ଞାନ ତ ସମସ୍ତେ ଦିଅନ୍ତି, ହେଲେ ସାଥ ଦେଲା ବେଳକୁ କେହି ବି ନଥାନ୍ତି। ଜୀବନରେ ଗୋଟିଏ ହିଁ ନିୟମ ରଖନ୍ତୁ, ସିଧା କୁହନ୍ତୁ, ସତ କୁହନ୍ତୁ ଆଉ ସାମ୍ନାରେ କୁହନ୍ତୁ। ଯିଏ ଆପଣଙ୍କର ହେଇଥିବ ସିଏ ବୁଝିଯିବ, ଆଉ ଯିଏ ଛଳନା କରୁଥିବ ସିଏ ଆପେ ଆପେ ଦୂରେଇ ଯିବ। କେବେ ବି କାହାରି ଦୁଃଖ ଆଉ କଷ୍ଟକୁ ନେଇ ଉପହାସ କରନ୍ତୁନି। କାରଣ ନିଜ ପାଇଁ ଦୁଃଖ କଷ୍ଟ କେହି କିଣିକି ଆଣିନଥାଏ। ଜୀବନରେ ଭୟ ରଖନ୍ତୁ ସମୟର ଚକ୍ରକୁ, କାରଣ ଖରାପ ସମୟ କେବେ କାହାକୁ କହିକି ଆସିନଥାଏ। ଭଗବାନ ଅନ୍ୟକୁ କ'ଣ ଦେଇଛନ୍ତି ତାକୁ ଦେଖିବାରେ ଆମେ ନିଜକୁ ଏତେ ବ୍ୟସ୍ତ କରିଦେଉ ଯେ ଭଗବାନ ଆମକୁ କ'ଣ ଦେଇଛନ୍ତି ତାକୁ ଜାଣିବାକୁ, ବୁଝିବାକୁ ଆମ ପାଖରେ ସମୟ ହିଁ ନଥାଏ। ଲୁହ ନଥିଲେ ଆଖି ଏତେ ସୁନ୍ଦର ହେଇନଥାନ୍ତା। କଷ୍ଟ ନଥିଲେ ଖୁସିର ମୂଲ୍ୟ ବୁଝି ହେଇନଥାନ୍ତା। ସେଇଥିପାଇଁ ତ କୁହାଯାଏ, ଇଚ୍ଛା କଲେ ଯଦି ସବୁ ମିଳିଯାଇଥାନ୍ତା ତାହେଲେ ଭଗବାନଙ୍କର ଆବଶ୍ୟକତା ହିଁ କମିଯାଇଥାନ୍ତା। ସମୟ ଆଉ ଶବ୍ଦ ଏ ଦୁଇଟିର ଉପଯୋଗ ଜୀବନରେ ସତର୍କତାର ସହିତ କରନ୍ତୁ। କାରଣ ଏ ଦୁଇଟି ନା ତ କେବେ ଫେରନ୍ତି, ନା ତ ପୁଣି କେବେ ସୁଯୋଗ ଦିଅନ୍ତି। ସମ୍ପର୍କ ଯୋଡ଼ିବା ଗୋଟେ କଳା, ହେଲେ ସମ୍ପର୍କକୁ ବଞ୍ଚାଇ ରଖିବାଟା ଗୋଟେ ସାଧନା। ଜୀବନରେ ଆମେ କେତେ ଠିକ୍ କରୁ ଆଉ କେତେ ଭୁଲ କରୁ ତାହା କେବଳ ଦୁଇ ଜଣ ହିଁ ଜାଣନ୍ତି, ଜଣେ ଈଶ୍ୱର ଆଉ ଜଣେ ଆମ ଅନ୍ତରାତ୍ମା। ସମ୍ପର୍କ ଆଉ ଭରସା ଜଣେ ଜଣଙ୍କର ଭଲ ବନ୍ଧୁ। ଜୀବନରେ ସମ୍ପର୍କ ରଖନ୍ତୁ ବା ନ ରଖନ୍ତୁ, ହେଲେ ଭରସା ନିଶ୍ଚୟ ରଖନ୍ତୁ। କାରଣ ଯେଉଁଠି ଭରସା ଥାଏ ସେଠି ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଯାଏ। ଭଗବାନଙ୍କ ପ୍ରତିଟି ନିର୍ଣ୍ଣୟ ଉପରେ ଖୁସି ରୁହନ୍ତୁ। କାରଣ ଭଗବାନ ତାହା ଦିଅନ୍ତିନି ଯାହା ଆମକୁ ଭଲ ଲାଗେ, ବରଂ ଭଗବାନ ତାହା ଦିଅନ୍ତି ଯାହା ଆମ ପାଇଁ ଭଲ ହେଇଥାଏ। ପ୍ରଶଂସା ଆଉ ନିନ୍ଦା ଭିତରେ ଏତିକି ଫରକ ଯେ ପ୍ରଶଂସା ଅନେକ କଷ୍ଟ, ତ୍ୟାଗ ଆଉ ସମର୍ପଣ କରି ଉପାର୍ଜନ କରିବାକୁ ପଡ଼ିଥାଏ, ହେଲେ ନିନ୍ଦା ଲୋକ ମାଗଣାରେ ଦେଇଥାନ୍ତି। ଜରୁରୀ ଏଇଟା ନୁହଁ କି ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଗଲେ କେହି ଶବ ହେଇଯାଏ। ଯାହା ଭିତରେ ମଣିଷ ପଣିଆ ନଥାଏ ସିଏ ବଞ୍ଚିଥାଇକି ବି ଶବ ପାଲଟି ଯାଇଥାଏ। ଜୀବନର ଅଧା ଦୁଃଖ ଅନୁଚିତ ଲୋକଙ୍କ ଉପରେ ଆଶା ରଖିବାର ପରିଣାମ ହେଇଥାଏ, ଆଉ ଅଧା ଦୁଃଖ ଉଚିତ ଲୋକଙ୍କ ଉପରେ ସନ୍ଦେହ କରିବାର ପରିଣାମ ହେଇଥାଏ। ଏ ଦୁନିଆରେ କେହି କାହାରି ନୁହଁ, ଏହି ସତର ଜ୍ଞାନ ସେତେବେଳେ ହେଇଥାଏ ଯେତେବେଳେ ଜୀବନରେ ଖରାପ ସମୟ ଆସିଥାଏ। ଟାଣ କଥା କହୁଥିବା ଲୋକ କେବେ କାହାକୁ ଧୋକା ଦିଅନ୍ତିନି। ଭୟ ତ ମିଠା କଥା କହୁଥିବା ଲୋକଙ୍କ ପ୍ରତି ରହିବା ଦରକାର, କାରଣ ସେମାନେ ହୃଦୟରେ ଘୃଣା ରଖି କେବଳ ଛଳନା କରୁଥାନ୍ତି ଆଉ ସମୟ ସାଥିରେ ବି ବଦଳି ଯାଆନ୍ତି। ଜୀବନରେ ଏତିକି କଥା ମନେ ରଖିବେ, ଯେବେ ଘରର ସମସ୍ୟାର ସମାଧାନ କରିବାକୁ ବାହାର ଲୋକଙ୍କର ଆବଶ୍ୟକ ପଡ଼ିଥାଏ ସେତେବେଳେ ଏକଥା ବୁଝିନେବେ ଯେ ସେ ଘରର ମୂଳଦୁଆ ହିଁ ନଷ୍ଟ ହୋଇଯାଇଛି। ପ୍ରାର୍ଥନା ଆଉ ଧ୍ୟାନ ଜୀବନରେ ବହୁତ ଜରୁରୀ ହେଇଥାଏ। ପ୍ରାର୍ଥନାରେ ଭଗବାନ ଆପଣଙ୍କ କଥା ଶୁଣିଥାନ୍ତି ଆଉ ଧ୍ୟାନରେ ଆପଣ ଭଗବାନଙ୍କ କଥା ଶୁଣିଥାନ୍ତି। ଜୀବନରେ ଏତିକି କଥା ମନେ ରଖିବେ, ଆପଣଙ୍କର ଗୋଟିଏ ନକାରାତ୍ମକ ଭାବନା ଆପଣଙ୍କ ଅନେକ ସକାରାତ୍ମକ ଭାବନାକୁ ବି ନଷ୍ଟ କରିଦେଇଥାଏ। ମିତ୍ର ସିଏ ହେଇଥାଏ ଯିଏ କେବେ ହାରିବାକୁ ଦେଇନଥାଏ, ଆଉ ଲକ୍ଷ୍ୟ ତାହା ହେଇଥାଏ ଯାହା କେବେ ଶୋଇବାକୁ ଦେଇନଥାଏ। ଏ ଦୁନିଆରେ କେହି ଏତେ ଧନୀ ନୁହଁ ଯିଏ ନିଜ ଅତୀତକୁ କିଣିପାରିବ, ଆଉ ଏ ଦୁନିଆରେ କେହି ଏତେ ଗରିବ ନୁହଁ ଯିଏ ନିଜ ଭବିଷ୍ୟତକୁ ବଦଳେଇ ନପାରିବ। ଅନ୍ୟର ଦୁଃଖକୁ ଦେଖି ଯଦି ଆପଣଙ୍କୁ କଷ୍ଟ ହୁଏ ତାହେଲେ ବୁଝିଯାଆନ୍ତୁ ଯେ ଭଗବାନ ଆପଣଙ୍କୁ ମଣିଷ ଜନ୍ମ ଦେଇ କୌଣସି ଭୁଲ କରିନାହାନ୍ତି। ବିଶ୍ୱାସ ଏଭଳି ହେବା ଦରକାର ଯେ ଯାହା ହେବାର ଥିଲା ହେଇଗଲା, ଏବେ ଜୀବନରେ ଯାହା ହେବ ସବୁକିଛି ଭଲ ହେବ ଆଉ ସବୁଠୁ ଭଲ ହେବ। ଏ ଦୁନିଆରେ ସମସ୍ତଙ୍କୁ ନିଜ ଜ୍ଞାନର ଅହଙ୍କାର ତ ଅଛି, ହେଲେ ନିଜ ଅହଙ୍କାରର ଜ୍ଞାନ କାହାକୁ ବି ନାହିଁ। ନକାରାତ୍ମକ ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖନ୍ତୁ, କାରଣ ସେମାନଙ୍କ ପାଖରେ ପ୍ରତିଟି ସମାଧାନରେ ବି ସମସ୍ୟାକୁ ଦେଖିବାର ଆଗ୍ରହ ବେଶୀ ଥାଏ। ଅନୁତାପ ଅତୀତକୁ ବଦଳାଇ ପାରିବନି, ଚିନ୍ତା ଭବିଷ୍ୟତକୁ ଗଢ଼ିପାରିବନି। ସେଇଥିପାଇଁ ବର୍ତ୍ତମାନରେ ଧ୍ୟାନ ଦିଅନ୍ତୁ, କାରଣ ବର୍ତ୍ତମାନ ହିଁ ସେହି ସମୟ ଯାହା ଜୀବନର ସବୁଠୁ ମୂଲ୍ୟବାନ ସମୟ ହେଇଥାଏ। କେବେ ବି କାହାକୁ ଅପମାନ ଦିଅନ୍ତୁନି।
ଆପଣ ଶକ୍ତିଶାଳୀ ଅଟନ୍ତି, ଏଇଟା ଭଲ କଥା, ହେଲେ ସମୟ ଆପଣଙ୍କଠୁ ଅଧିକ ଶକ୍ତିଶାଳୀ ଏ କଥା ବି ଆପଣଙ୍କୁ ମନେ ରଖିବା ଜରୁରୀ। ସମୟ ନା ତ ଧନୀର ହେଇଥାଏ ନା ତ ଗରିବର ହେଇଥାଏ। ସମୟ କେବଳ ତାରି ହେଇଥାଏ ଯିଏ ସମୟକୁ ମୂଲ୍ୟ ଦେଇଥାଏ। ଆଜିର ଦୁନିଆରେ ଲୋକଙ୍କ ବିଚାରର ପରିଭାଷା, ଯଦି କେହି କାନ୍ଦୁଛି ତ ତାକୁ କାନ୍ଦିବାକୁ ଦିଅ, ହେଲେ ଯଦି କେହି ହସୁଛି କୌଣସି ବି ଉପାୟରେ ଜାଣିବା ଦରକାର କି ତାର ଖୁସିର କାରଣ କ'ଣ। ଉପବାସ କରୁଥିଲେ ଯଦି ଭଗବାନ ଖୁସି ହେଇଯାଉଥାନ୍ତେ, ତାହେଲେ ଦିନ ଦିନ ଧରି ଭୋକରେ ରହୁଥିବା ଭିକାରୀ ଏ ଦୁନିଆର ସବୁଠୁ ସୁଖୀ ମଣିଷ ହେଇଯାଇଥାନ୍ତା। ଯେବେ ମନ ଦୁର୍ବଳ ହେଇଯାଏ, ପ୍ରତ୍ୟେକଟି ପରିସ୍ଥିତି ସମସ୍ୟା ହେଇଯାଇଥାଏ, ଆଉ ଯେବେ ମନରେ ସାହସ ରୁହେ, ପ୍ରତିଟି ପରିସ୍ଥିତି ଗୋଟେ ସୁଯୋଗ ହେଇଯାଇଥାଏ। ଆଶା କରେ ଆଜିର ମୂଲ୍ୟ ବିଚାର ଆପଣଙ୍କ ମନରେ ସକାରାତ୍ମକ ଭାବନା ଭରିଦେବ। ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପୁଣି ଆସିବେ ଆଉ ଏକ ଭିଡ଼ିଓରେ ନୂଆ କିଛି କଥା, ନୂଆ କିଛି ପ୍ରେରଣାକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛି ନମସ୍କାର। ବନ୍ଦେ ଉତ୍କଳ ଜନନୀ।